ମନ୍ଦିରର କିଛି ଜାଣିବା କଥା। ଶ୍ରୀମନ୍ଦିରର କିଛି ଜାଣିବା କଥା ବିଷୟରେ ଆଜି ଗୋଟିଏ କଥା ଆସିଛି। ଆପଣ ଦେଖୁଛନ୍ତି ଯେ ଅନେକ ଗୁଡ଼ିଏ କଥା ଆମେ ଶ୍ରୀମନ୍ଦିରରେ ଏପଟେ ତ ଦର୍ଶନ କରୁଛନ୍ତି, ଦକ୍ଷିଣ ଦ୍ୱାର ଦର୍ଶନ, ଗୋଟିଏ ଭିତର ଦର୍ଶନ। ଆମେମାନେ ଆକୁ ଭିତର ଦର୍ଶନ, ଇଏ ଗୋଟେ ସ୍ୱତନ୍ତ୍ର, ଇଏ କୌଣସି ଶବ୍ଦକୋଷରେ ସେମିତି ନାହିଁ। ଯଦି ଆପଣ ଦେଖିବେ ଭିତର କାଠ ଦର୍ଶନ, ଗୋଟିଏ ବାହାର କାଠ ଦର୍ଶନ, ଗୋଟିଏ ଭିତର କାଠ ଦର୍ଶନ, ଏ ଦୁଇଟି ଦର୍ଶନ ହେଉଛି ଶ୍ରୀମନ୍ଦିର ଭିତରେ ଗୋଟେ। ଆଉ ଏମିତି ଯଦି ଭିତର ଦର୍ଶନ କହିବା ତାହେଲେ ତାର ବର୍ଣ୍ଣନା ମଧ୍ୟ ଅବର୍ଣ୍ଣ। ଯେମିତି କିଛି ଭକ୍ତ ବାହାରେ ବୁଲିକି ଯାଉଛନ୍ତି, ବାହାରୁ ଦର୍ଶନ କଲେ, କିଛି ଭକ୍ତ ଭିତରକୁ ଗଲେ, ଚେକିଂ ଚାକିଂ ହେଲା, ସବୁ ହେଲା, ମୋବାଇଲ କ୍ୟାମେରା ଚପଲ ସବୁ ରଖିଲେ, ଭିତରକୁ ଗଲେ, ଇଏ ଗୋଟେ ପ୍ରକାର ଭିତର ଦର୍ଶନ। ଭିତରେ ପୁଣି ଭିତର ରହିଛି, ଗୋଟିଏ ହେଲା ଦୁଇଟି ପ୍ରାଚୀର, ଗୋଟିଏ କୁର୍ମ ପ୍ରାଚୀର ଆଉ ଗୋଟିଏ ବାହାର ପ୍ରାଚୀର। ଇଏ ବାହାର ବେଢ଼ାରେ ରହିକି ଯିଏ ଦର୍ଶନ କରିକି ବୁଲିକି ବାହାର ଦେଉଙ୍କୁ ଦେଖି ପଳେଇ ଆସିଲେ, ଇଏ ବାହାର ଦର୍ଶନ। ବାହାରୁ ଥାଇକି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ, ଇଏ ହେଲା ବାହାର ଦର୍ଶନ। କିନ୍ତୁ ଭିତରକୁ ଯେତେବେଳେ ଗଲେ, ଗୋଟିଏ କାଠ ବାହାରେ ଅଛି, ସିଏ ହେଉଛି ମହାପ୍ରଭୁଙ୍କ ମନ୍ଦିରର ବାହାର, ଯାହାକୁ ଭକ୍ତମାନେ ବାହାର କାଠ ପାଖରେ ଦର୍ଶନ କରନ୍ତି। ତାପରେ ଯେତେବେଳେ ଯାଆନ୍ତି ଭିତରକୁ, ସେତେବେଳେ ଜୟ ବିଜୟ ଦ୍ୱାର ଅତିକ୍ରମ କରିକି ତାପରେ କଳାହାଟ ଦ୍ୱାର ପୂର୍ବରୁ ସିଏ ହେଉଛି ଗୋଟିଏ ଦ୍ୱାର, ଯାହାକି ଭିତର କାଠଟିଏ ଲାଗିଥାଏ, ବଡ଼ କାଠ, ସେଠି ଥାଇକି ଦର୍ଶନ କରନ୍ତି। ତାକୁ କହନ୍ତି କ'ଣ ନା, ଇଏ ଗୋଟେ ଭିତର କାଠ ଦର୍ଶନ। ଭିତର ଶବ୍ଦକୁ ଯଦି ଆପଣ ଦେଖିବେ, ଭିଆଇ ବା ଭିତର ଅଗଣା, ମହାପ୍ରଭୁଙ୍କର ଭିତର ଅଗଣା, ଭିତର କାଠ, ଶ୍ରୀମନ୍ଦିର କଳାହାଟ ଦ୍ୱାର ବା ଛାମୁଦ୍ୱାର ନିକଟରେ ଆଡ଼ଭାଗରେ ଦିଆଯାଇଥିବା ଯେଉଁ କାଠଗଡ଼, ସିଏ ହେଉଛି କ'ଣ ନା ଭିତର କାଠ। ତାପରେ ଭିତର କାଠ ଅର୍ଗଳି, ଭିତର କୁଆଁର କଥା, ଭିତର ଶବ୍ଦକୁ ନେଇକି ଅନେକ କଥା ଅଛି। ଭିତର ଗରାବଡ଼ୁ, ଭିତର ଗାୟଣୀ, ଭିତର ଛ ମହାପାତ୍ର, ଭିତର ଛ ରୋଷ, ଭିତର ଦକ୍ଷିଣ ଦ୍ୱାର, ଭିତର ପୋଖରିଆ, ଇଏ ଗୋଟେ ଭିତର ଦର୍ଶନ। ଏ ଯେଉଁ ଭିତର ପୋଖରିଆ ତତ୍କାଳୀନ ସମୟରେ ସାହାଣ ମେଲା ଯେତେବେଳେ ହେଉଥିଲା, ଇଏ ଅତି ନିକଟବର୍ତ୍ତୀ ଦର୍ଶନ। ସବୁଠୁ କହିଗଲେ ଭିତର ମାନେ ଅନ୍ତ ଦର୍ଶନ। ଯେଉଁ ଅନ୍ତ ଦର୍ଶନ ମହାପ୍ରଭୁଙ୍କ ଅତି ନିକଟବର୍ତ୍ତୀ ହେଇକି ଦର୍ଶନ କରିବା। ଯେମିତି ଭିତର ବେଢ଼ା, ତାପରେ ଭିତର ଭଣ୍ଡାର ଘର, ଭିତର ରତ୍ନ ଭଣ୍ଡାର, ଶ୍ରୀମନ୍ଦିର ଭାଷାକୋଷରେ ଭିତର ସେବାୟତ, ଭିତର ଶୋଧ, ଏମିତି ଅନେକ ଜିନିଷ ଯାହା ସବୁ ଭିତରକୁ ନେଇକି ଏଠି ଶବ୍ଦ ପ୍ରୟୋଗ କରାଯାଏ, ଯେମିତି ବାହାର ଆଉ ଭିତର। ତେଣୁ ଏଠି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବାସ୍ତବରେ ଆଉ ଗୋଟିଏ କଥା ହେଲା କ'ଣ, ଆମେ ତ ଗଲେ ପୋଖରିଆ ଭିତରକୁ ଗଲେ, ମହାପ୍ରଭୁଙ୍କ ରତ୍ନ ସିଂହାସନ ପାଖରେ ଯାଇ ଦର୍ଶନ କଲେ। ତତ୍କାଳୀନ ସମୟରେ ଯାହା ଅଧୁନା ବନ୍ଦ ଅଛି, ଆମେ ଭିତର କାଠ ଠାରୁ ହିଁ ଆମେ ପଳେଇ ଆସୁଛେ ଦର୍ଶନ କରିକି, ଆଉ ଆଗକୁ ଯିବା ପାଇଁ ଅନୁମତି ନାହିଁ। କିନ୍ତୁ ଗୋଟିଏ ଦର୍ଶନ କୁହାଯାଏ କ'ଣ, ବାହ୍ୟ ଚକ୍ଷୁରେ ଦର୍ଶନ କରିବା ମହାପ୍ରଭୁଙ୍କୁ। ଆଉ ଗୋଟିଏ ଭିତର ଦର୍ଶନ ବା ଅନ୍ତ ଦର୍ଶନ ଯାହାକୁ କହନ୍ତି। ଆମେ ଯେତେବେଳେ ମହାପ୍ରଭୁଙ୍କ ପାଖକୁ ଯିବା, ସେତେବେଳେ କ'ଣ ହୁଏ ନା, ଆମେ ଆଖି ବନ୍ଦ କରିଦିଏ। ଆଖି ବନ୍ଦ କରିକି ଦର୍ଶନ କରିବାର ଯେଉଁ ଭାବ, ଆମେ ତ ଦର୍ଶନ କରିବାକୁ ହେଲେ ଦେଖିବା, ତ ଆଖି ଖୋଲିକି ଦେଖିବା, ତାହେଲେ ଆଖି ବନ୍ଦ କରିବା କାହିଁକି ନା, ବାସ୍ତବରେ ଆମେ ଯେଉଁ ଦର୍ଶନ କରେ, ଆମେ ବାହ୍ୟ ପଟଳରେ ଦର୍ଶନ କରୁଥିଲେ, କିନ୍ତୁ ତାଙ୍କ ଆଖିରେ ଆଖି ମିଶିଗଲା ପରେ ଏ ସାମାନ୍ୟ ଆଖିର ତେଜ ଆପେ ଆପେ ବନ୍ଦ ହୋଇଗଲା। ଆମେ ଅନ୍ତର୍ଚକ୍ଷୁରେ ଦର୍ଶନ କଲେ, ଯାହାକୁ ଅନ୍ତର ଭିତରର ଦର୍ଶନ। ଆମେ ବାହ୍ୟ ପ୍ରକ୍ରିୟାକୁ ତ୍ୟାଗ କରି ଅନ୍ତ ପ୍ରକ୍ରିୟା ବା ନିଜର ଆତ୍ମା ସହକାରେ ଭିତରୁ ଆମେ ଦର୍ଶନ କଲେ, ଇଏ ଗୋଟିଏ ଭିତର ଦର୍ଶନ। କିନ୍ତୁ ବାସ୍ତବରେ ଶ୍ରୀମନ୍ଦିର ଭାଷାରେ ଯେଉଁ ଭିତର ଦର୍ଶନ, ତାହା ହେଉଛି ଗୋଟିଏ ଭିତର କାଠଠାରୁ ଦର୍ଶନ, ଆଉ ସବୁଠାରୁ ଅତି ନିକଟବର୍ତ୍ତୀ ଦର୍ଶନ, ଯାହା ଅଧୁନା ବନ୍ଦ ଅଛି, ଯାହା ଭିତର କାଠ ପାରି ହେଇକି ମହାପ୍ରଭୁଙ୍କର ପୋଖରିଆ ଏବଂ ମହାପ୍ରଭୁଙ୍କର ରତ୍ନ ସିଂହାସନ ନିକଟବର୍ତ୍ତୀ ଦର୍ଶନ ଆମକୁ ମିଳୁଥିଲା, ତାକୁ କୁହାଯାଉଥିଲା ଭିତର ଦର୍ଶନ। ତେବେ ଗୋଟିଏ କଥା, ଆପଣ ଦର୍ଶନ ଯେଉଁଠି ବି, ଯେମିତି ଗୋପାଳ ବଲ୍ଲଭ ସମୟରେ ଗୋଟିଏ କଥା ଆସିଛି, ମହାପ୍ରଭୁଙ୍କର ଗୋପାଳ ବଲ୍ଲଭ ଇତ୍ୟାଦି ସବୁ ନୀତି ଅଛି, ତା ସେତ ଦର୍ଶନ ବନ୍ଦ ହେଲା। କିନ୍ତୁ ତା ପ୍ରାୟକରୁ ଆପଣ ତା ମଝିରେ କେତେ ଗୁଡ଼ିଏ ସମୟରେ ଦେଖିବେ ଯେ ବାହାର କାଠଟି ପଡ଼ିଛି, ସେଇଠୁ ଗୋଟିଏ ପଟେ ସେଇ ଆମର ଭଜନ ମଣ୍ଡପ ଯାହାକୁ କୁହାଯାଏ, ସେଇଠୁ ଦର୍ଶନ କରିକି କ'ଣ କଲେ ନା, ଭକ୍ତମାନେ ଘଣ୍ଟି ଦ୍ୱାର ବାଟେ ପ୍ରସ୍ଥାନ କଲେ। ଇଏ ହେଉଛି ବାହାର। ଆଉ ଭିତର ଦର୍ଶନ କ'ଣ ନା, ଆମେ ଯେତେବେଳେ ଦର୍ଶନ ମଣ୍ଡପକୁ ଯିବା, ଯାହାକୁ କହିବା ଦର୍ଶନ ମଣ୍ଡପ, ଯେଉଁ ଦ୍ୱାର ବାଟେ ଆମେ ବେହେରଣ ଦ୍ୱାର ବାଟେ ବାହାରିବା, ଦକ୍ଷିଣ ଦ୍ୱାର ପଟକୁ ବାହାରିବା, ମୁକ୍ତି ମଣ୍ଡପ ସାମ୍ନାକୁ ବାହାରିବା,
से पर्यंत जाई पहुँचिकी दर्शन करने को ताकू भीतर दर्शन कहुए। कई कई कहते साहाण मेला होता ता किंतु साहाण मेला वास्तव में नुहे ता हूँ भीतर दर्शन। ताकू आम भीतर जाइए आम महाप्रभु को सेठी भी गला बेलू आपण बाम पार्श्वर रे जगन्नाथ महाप्रभु देखा पुणी डाहाण पटू पाहाचरे ओह्लैला बेलू डाहाण पटू जी सेठी बलभद्र महाप्रभु जी देखादेवे मझिरे रे माँ सुभद्रा देखादेवे से भितर किंतु जहाँ भी हो से सामने गला बेलू भितर आपण भीतर काठ पाखर जो दर्शन ताकू अधुना भीतर दर्शन बोली कहुच्छी। महाप्रभु को अंतचक्षुरे दर्शन करवा हूँ सबुठु बड़ दर्शन जहाँ को भीतर दर्शन कहुए। एबे आमे एठी जो श्रीमंदिर किछि जानिबा कथा बा भीतर दर्शन कौन से भीतर दर्शन विषय आम अवगत होते। एबे आसतु फेरी जावा कौटी कि ना नरेंद्र पुष्करिणी बड़ सुंदर भाव में नरेंद्र